ଟିଟଲାଗଡ଼ ସହରର କେତେକ ସ୍ଥାନରେ ବହୁମୂଲ୍ୟ ଶାଗୁଆନ, ଶାଳ ତଥା ଅନେକ କାଠ ନିର୍ମିତ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ଥିବା ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟଲାଗଡ଼ ଓ ସଇଁତଲା ବନ ବିଭାଗର ମିଳିତ ଉଦ୍ୟମରେ ଟିଟଲାଗଡ଼ ସହରର ସର୍ଗିଗୁଡ଼ା ରେଲୱେ ଷ୍ଟେସନ କଲୋନି ଏବଂ ଠିକାଦାରପଡ଼ାରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଅର୍ଦ୍ଧନିର୍ମିତ ଖଟ, ସୋଫା, ଚୌକି, ଶାଗୁଆନ ଗଣ୍ଡି, ଶାଳ ଗଣ୍ଡି, କାଠ କାଟିବା ଯନ୍ତ୍ର, ମେସିନ୍, ହାତ କରତ ଆଦି ଜବତ କରାଯାଇଥିବା ସୂଚନା ମିଳିଛି। ଏହି କ୍ରମରେ 3ଟି ପୃଥକ ପୃଥକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଟିଟଲାଗଡ଼ ବନଖଣ୍ଡ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ଟିଟଲାଗଡ଼ ବନପାଳ ସୁରେନ୍ଦ୍ର ମହାରଣା, ସଇଁତଲା ବନପାଳ ସୁଶୀଲ ପୁଟା ଓ ଅନ୍ୟ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ। ଏବଂ ସଇଁତଳା ବନାଞ୍ଚଳ ତରଫରୁ ମିଳିତ ଭାବରେ 3ଟି ଜାଗାରେ ରେଡ୍ କରାଯାଇଥିଲା। ଆମେ ବିଶେଷ ସୂତ୍ରରୁ ଖବର ପାଇଥିଲୁ ଯେ ଟିଟଲାଗଡ଼ ଅଞ୍ଚଳରେ କିଛି ବ୍ୟକ୍ତି ବିଶେଷ ଆମର ଇଲିଗାଲ ଭାବରେ କାଠ କାମ କରୁଛନ୍ତି, ଯେଉଁଟାକି ଆମେ ସର୍କିଗୁଡ଼ାରେ 2 ଜଣ ଘରେ ରେଡ୍ କରିଥିଲୁ ଏବଂ ଏକ ପରିତ୍ୟକ୍ତ କୋଠା ରେଲୱେ କଲୋନି ପାଖରେ ଏକ ପରିତ୍ୟକ୍ତ କୋଠା ପାଖରେ ଗୋଟେ ପରିତ୍ୟକ୍ତ ଘରେ ରେଡ୍ କରିଥିଲୁ ଏବଂ ସେଇଠୁ ଆମର କିଛି କାଠ ଗଣ୍ଡି, ଶାଗୁଆନ ଏବଂ ଶାଳର କିଛି କାଠ ଗଣ୍ଡି ଏବଂ କିଛି ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ କିଛି ଆମର ପୋଲ୍ସ ପ୍ଲାଙ୍କ୍ସ ଗୁଡ଼ା ଏବଂ କିଛି ପୋଲ୍ ଗୁଡ଼ା ଆମେ ଜବତ କରିଛୁ ଏବଂ ତା ସଙ୍ଗେ ସଙ୍ଗେ ଆମେ କାଠ କାଟୁଛନ୍ତି 3-4ଟି ହ୍ୟାଣ୍ଡସ ଏବଂ କାଠର ଡିଜାଇନ କରିବା ପାଇଁ ମେସିନ୍ ଏବଂ ତା ସହ ଗୋଟେ ମଟର ବି ଆମେ ଜବତ କରିଛୁ ଏବଂ ଏଇଥିଲାଗି ଆମେ 2 ଜଣ ଲୋକଙ୍କୁ ଅଟକ ରଖିଛୁ ଏବଂ ଏଇ ପରିସ୍ଥିତିରେ ତଦନ୍ତ ଚାଲିଅଛି ଏବଂ 3ଟି ପୃଥକ ପୃଥକ ମାମଲା ଆମେ ରୁଜୁ କରି ଆମେ ତଦନ୍ତ କରୁଛୁ। ସାର୍ ବର୍ତ୍ତମାନ ଯେଉଁ ଯେତେ ଜବତ କରାଯାଇଛି କାଠ ଗୁଡ଼ାକ ମୂଲ୍ୟତ କହିବାଟା ଟିକେ ଯେହେତୁ ବର୍ତ୍ତମାନ ସୁଦ୍ଧା ଆମେ କୌଣସି ପ୍ରକାରର ହିସାବ କରିନାହୁଁ କେଉଁଟା କେତେ CFT ବା କେତେ CM ଅଛି ଆଉ ଯେହେତୁ 3-4ଟା ସ୍ପେସିସ୍ର ଅଛି, ଶାଗୁଆନ ଅଛି, ଶାଳ ଅଛି ଏବଂ ତା ସହିତ କିଛି କିଛି କମ୍ ଦାମିକା କାଠ ବି ଅଛି, ତେଣୁ ଆମେ ଆନୁମାନିକ ମୂଲ୍ୟ ଗଣନା କରିକି ଆମେ ଆପଣଙ୍କୁ ଜଣାଇ ଦେଇପାରିବୁ। କିଛି ସୋଫା ସେଟ୍ ନିର୍ମିତ ଅର୍ଦ୍ଧନିର୍ମିତ ସୋଫା ସେଟ୍ ଅଛି ଏବଂ ଅର୍ଦ୍ଧନିର୍ମିତ ଏକ ଖଟ ବି ଅଛି। ବହୁତ ଲୋକ ଆମକୁ କମ୍ପ୍ଲେନ୍ କରିଛନ୍ତି, ସେ କମ୍ପ୍ଲେନ୍ ଆଧାରରେ ଆମେ ଆଜି ଟିଟଲାଗଡ଼ ବନାଞ୍ଚଳ ଅଞ୍ଚଳର 3ଟି ଜାଗାରେ ଟିଟଲାଗଡ଼ ବନାଞ୍ଚଳ ଆମର ଷ୍ଟାଫ୍ ଏବଂ ସଇଁତଳା ବନାଞ୍ଚଳ ଷ୍ଟାଫ୍ର ମିଳିତ ଭାବେ ଆମେ ଟିଟଲାଗଡ଼ର ସର୍କିଗୁଡ଼ାର 2 ଜଣଙ୍କ ଘରେ ଶେଷଦେବ ସାହୁ ଏବଂ ସୁବାସ ସାହୁ ଏବଂ ଗୋଟେ ପରିତ୍ୟକ୍ତ ରେଲୱେ କଲୋନି ପାଖରେ ପରିତ୍ୟକ୍ତ ଘରେ କାଠ କାମ ହେଉଛି ଆମେ ଖବର ପାଇଥିଲୁ ଏବଂ ଆମେ ସେଇ 3ଟି ଜାଗାରେ ସକାଳୁ ଆଜି ମର୍ଣ୍ଣିଂ ଆମେ ମିଳିତ ଭାବେ ରେଡ୍ କରିଥିଲୁ ଏବଂ କିଛି ଶାଗୁଆନ ଗଣ୍ଡି, ଶାଳ ଗଣ୍ଡି ଏବଂ ତା ସଙ୍ଗେ ସଙ୍ଗେ ଆମର କିଛି ପ୍ଲାଙ୍କ୍, ଶାଗୁଆନ ଶାଳର ପ୍ଲାଙ୍କ୍, ପୋଲ୍ ଏବଂ ଅର୍ଦ୍ଧନିର୍ମିତ ସୋଫା ସେଟ୍ ଏବଂ ଖଟ ଆମେ ଜବତ କରିଛୁ ଏବଂ 2 ଜଣ ଲୋକଙ୍କୁ ଅଟକ କରିଛୁ ଏବଂ ତାଙ୍କୁ ପଚରାଉଚରା କରୁଛୁ ଏବଂ ଏହି ବିଷୟରେ ଆମେ 3ଟି ପୃଥକ ପୃଥକ ମାମଲା ରୁଜୁ କରି ଆମେ କେସ୍ କରିଛୁ। ଯେହେତୁ ବହୁତ ସାରା ସ୍ପେସିସ୍ ମାନେ ମିଶିକି ଅଛି ତେଣୁ କିନ୍ତୁ ଲକ୍ଷାଧିକ ଟଙ୍କା। ଟିଟଲାଗଡ଼ରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ, କୋଶଳ ପ୍ରବାହ।